ସମ୍ବାଦପତ୍ରର ସାମ୍ବାଦିକ ରଞ୍ଜନ କୁମାର ଟାଙ୍ଗିଆଙ୍କ ପରଲୋକ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ତଥା ଓଡ଼ିଶା ଭାସ୍କର ଜିଲ୍ଲା ପ୍ରତିନିଧି ରଞ୍ଜନ ଟାଙ୍ଗିଆଙ୍କ ଅକାଳ ବିୟୋଗ ହୋଇଛି। ସେ ଜଣେ ନିର୍ଭୀକ ସାହସୀ ସାମ୍ବାଦିକ ଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ଜନସାଧାରଣ ଓ ସମସ୍ତ ସାମ୍ବାଦିକ ମହଲରେ ଶୋକର ଛାୟା ପାଲଟି ଯାଇଛି। ଜଣେ ଦକ୍ଷ ସାମ୍ବାଦିକଙ୍କୁ ହରାଇଥିବାରୁ ଲୋକଙ୍କ ମନରେ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି। ବୁଲା ମେଡିକାଲରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା। ତାଙ୍କର ପାର୍ଥିବ ଶରୀରକୁ ନିଜସ୍ୱ ଗ୍ରାମର ସଂଗ୍ରାମପୁରକୁ ଅଣାଯାଇ ରୀତିନୀତି ଅନୁସାରେ ଶ୍ମଶାନକୁ ନେଇ ଶେଷକୃତ୍ୟ କରାଯାଇଥିଲା। ଅଞ୍ଚଳର ସାମ୍ବାଦିକମାନେ ତଥା ସଦାନନ୍ଦ ମହାନନ୍ଦ, ସୁରେଶ କଲତା, ପ୍ରଫୁଲ୍ଲପତି, ଭୀଷ୍ମ ଜଗଦାଲା, ଟୁନାମୁଖୀ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ। ଦେଶକୁ ରକ୍ଷା କରୁଥିବା ପାଇଁ ସୈନିକ ଯେପରି ନିଜ ପରିବାରକୁ ଭୁଲି ଆମ ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଛନ୍ତି, ଠିକ୍ ସେପରି ସମାଜ ଜଗତରେ କାର୍ଯ୍ୟ କରୁଥିବା ବନ୍ଧୁ ଭାଇମାନେ ବି ଖରା ବର୍ଷା ଦିନ ରାତି ଖାତିର ନକରି ଲୋକଙ୍କ ସମସ୍ୟା ସଂଗ୍ରହ କରି ନିଃସ୍ୱାର୍ଥ ନିର୍ଭୀକ ଭାବରେ ନିଜ ପରିବାରକୁ ସମୟ ନ ଦେଇ ସରକାରଙ୍କ ପାଖରେ ଖବର ପହଞ୍ଚାଇବା କାମ କରିଥାନ୍ତେ। ଦେଖିବାକୁ ବାକି ରହିଲା ସାମ୍ବାଦିକ ବନ୍ଧୁମାନେ ଯେପରିକି ଲୋକଙ୍କ ସମସ୍ୟା ଗଣ ଅନୁକୋଣରୁ ଖୋଜି ଓଡ଼ିଶା ସରକାରଙ୍କ ପାଖରେ ପହଞ୍ଚାଉଥିବା ଖବରଦାତାଙ୍କୁ କ'ଣ ସହାୟତା ଦେଉଛନ୍ତି, ତାହା ସହିତ ବିଚାର କରି ଶହୀଦର ମାନ୍ୟତା ଦେଉଛନ୍ତି କି ନାହିଁ ସାମ୍ବାଦିକ ସ୍ୱର୍ଗତ ରଞ୍ଜନ ଟାଣ୍ଡିଆଙ୍କୁ। ସୁବର୍ଣ୍ଣପୁରରୁ ଟୁନାମୁଖୀଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।